ଚାଲନ୍ତୁ ଆଜି ବନେଇବା ଭାକୁର ମାଛର ଝୋଳ। ନମସ୍କାର, ୱେଲକମ୍ କରୁଛି ମୋ ଚ୍ୟାନେଲ୍ ସାନ୍ବିକା ୱାର୍ଲ୍ଡକୁ। ଭାକୁର ମାଛର ଝୋଳ କହିଲେ ପାଟିରୁ ନାଳ ଆସୁଛି ନା। ଆଜି ଘରକୁ ମାଛ ଆସିଥିଲା, ତ ମାଛକୁ ଭଲ ଭାବରେ ଧୋଇ ତାକୁ ହଳଦୀ, ଲୁଣ ଏବଂ ଲଙ୍କାଗୁଣ୍ଡ କିଛି ଏବଂ ଲେମ୍ବୁ ରସ ଚୋପୁଡ଼ି ସେଥିରେ ମ୍ୟାରିନେଟ୍ କରି କିଛି ଟାଇମ୍ ରଖିଦେଇଥିଲି। ତାପରେ ଏଠି କରେଇରେ ତେଲ ଗରମ କରି ମୁଁ ମାଛକୁ ଆଗେ ପ୍ରଥମେ ଭଲ ଭାବରେ ଫ୍ରାଏ କରିବି। ମାଛରେ ତେଲ, ଲୁଣ, ହଳଦୀ ଗୋଳେଇଲା ବେଳେ ତାର ଆଇଁଷ ଗନ୍ଧଟା ମାରିବା ପାଇଁ ଆପଣ ଦେଖିବେ ଗୋଟେ ଲେମ୍ବୁ ଚିପୁଡ଼ି ଦେବେ। ଦେଖିବେ ତାର ଆଇଁଷ ଗନ୍ଧଟା ପୁରାପୁରି ମରିଯିବ। ଏଠି ଦେଖନ୍ତୁ ମାଛ ମୋର ଭଲ ଭାବରେ ଭାଜି ହେଇ ଆସିଲାଣି। ଏବେ ଝୋଳ ବନେଇବା ପାଇଁ ମୁଁ ଏଠି ନେଇଛି କଟା ଆଳୁ, କଟା ପିଆଜ, କଟା ଟମାଟୋ, ଗୋଟା ଗରମ ମସଲା ଏବଂ କିଛି କଟା ହେଇଥିବା କଞ୍ଚା ଲଙ୍କା, ଏଠି ଅଦା ରସୁଣର ପେଷ୍ଟ। ଏବେ ତେଲ ଆମେ ଗରମ କରିବା, ସୋରିଷ ତେଲ, ସେଥିରେ ଅଳ୍ପ କିଛି ଚିନି ପକାଇବା। ଚିନିର ରଙ୍ଗ ବାହାରି ଆସିଲା ପରେ ସେଥିରେ ଅଳ୍ପ ଜିରା ଆଉ ଗୋଟା ମସଲା, ତେଜପତ୍ର, କଞ୍ଚା ଲଙ୍କା, ଡାଲଚିନି, ଗୁଜୁରାତ ଏସବୁ ପକାଇ ସାରିଲା ପରେ ଅଳ୍ପ ଫୁଟିଗଲା ପରେ ଆମେ କଟା ହେଇଥିବା ପିଆଜକୁ ସେଥିରେ ପକାଇବା। ପିଆଜ ହାଫ୍ ବ୍ରାଉନ୍ ହେଇଗଲା ପରେ ଏଥିରେ ଆମେ ଅଦା ରସୁଣର ପେଷ୍ଟ, ତାପରେ କାଶ୍ମୀରୀ ଚିଲି, ତାପରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଫିସ୍ ମସଲା, ହଳଦୀ, ଲୁଣ ପକାଇ ଭଲ ଭାବରେ ତାକୁ କଷିବା। ମସଲାରେ ଏଠି ମୁଁ କଞ୍ଚା ଲଙ୍କା ପକାଇଛି। ଆପଣ ଯଦି ରାଗ କମ୍ ଖାଉଛନ୍ତି ତାହେଲେ କଞ୍ଚା ଲଙ୍କା ଅଳ୍ପ ପକାଇ ପାରିବେ। ଏଥିରେ ମୁଁ ଚିଲି ପାଉଡ଼ର ଏବଂ ରୁଚିର ରାଗ ଯେଉଁ ଚିଲି ଆସୁଛି ସେଇଟା ମଧ୍ୟ ପକାଇଛି, କାରଣ ଆଇଁଷରେ ଟିକେ ରାଗ ନହେଲେ ଭଲ ଲାଗିବନି। ଏବେ ମୁଁ ସବୁକିଛି ଗୁଣ୍ଡ ମସଲା ସେଥିରେ ପକାଇ ସାରିଲା ପରେ ମସଲାକୁ ଆମେ ଭଲ ଭାବରେ କଷିବା। ମସଲା ମୋର ଭଲ ଭାବରେ କଷି ହେଲା ପରେ ମୁଁ ଏଥିରେ ଗରମ ପାଣି ଦେଇଦେଉଛି। ତାପରେ ଟିକେ ପାଣିଟା ଫୁଟିଗଲା ପରେ ମୁଁ ସେଥିରେ ରଖିଥିବା ଭଜା ମାଛକୁ ସେଇ ଝୋଳରେ ପକାଇ ଦେଉଛି। 1 ମିନିଟ୍ 2 ମିନିଟ୍ ଫୁଟି ସାରିଲା ପରେ ଆମର ମାଛ ଝୋଳ ବନିକି ରେଡ଼ି ହେଇଯାଇଛି। ଏବେ ମୋର ମାଛ ଝୋଳ ଆପଣଙ୍କର କେମିତି ଲାଗିଲା ନିଶ୍ଚିନ୍ତ ମୋତେ ଜଣାଇବେ, ଆଉ ଘରେ ନିହାତି ଏମିତି ଉପାୟରେ ବନେଇବେ।